ଥରେ ଆପଣଙ୍କୁ ସ୍ୱାଗତ ଆମର ୟୁଟ୍ୟୁବ ଚ୍ୟାନେଲକୁ। ଆଜି ହେଉଛି 5 ମେ 2025 ସୋମବାର। ଆଜିର ରାଶିଫଳ ସମ୍ବନ୍ଧରେ ଜାଣିନେବା। ରାଶିଫଳ ସମ୍ବନ୍ଧରେ ଜାଣିବା ଆଗରୁ ଯଦି ଆପଣ ଆମର ୟୁଟ୍ୟୁବ ଚ୍ୟାନେଲକୁ ବର୍ତ୍ତମାନ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରିନିଅନ୍ତୁ, ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ ସବୁଦିନ ରାଶିଫଳ ସର୍ବପ୍ରଥମେ ପାଇବା ପାଇଁ। ତେବେ ଆଜିର ରାଶିଫଳକୁ ଷ୍ଟାର୍ଟ କରିବା। ଦେଖିବା ପ୍ରଥମ ରାଶି ହେଉଛି ମେଷ ରାଶି। ମେଷ ରାଶିର ବ୍ୟକ୍ତିବିଶେଷ ମାନେ ଆଜି ଏହା ଏପରି ଏକ ସମୟ ଯେତେବେଳେ ସୌଭାଗ୍ୟ ଏବଂ ଭାଗ୍ୟ ଆପଣଙ୍କଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି। ଆପଣଙ୍କୁ ଆପଣଙ୍କ କାମ ଉପରେ ଧ୍ୟାନ ଦେବାକୁ ପଡ଼ିବ ଏବଂ ବିଭ୍ରାନ୍ତିଙ୍କୁ ଆପଣଙ୍କ ଆଡ଼କୁ ଆସିବାକୁ ପଡ଼ିବ ନାହିଁ। ଆପଣ ଆଜି ଏକ ସମ୍ପତ୍ତି କିଣିପାରନ୍ତି। ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ସ୍ଥିତିରେ ଉନ୍ନତି ହେବ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ହେଉଛି ସବୁଜ ରଙ୍ଗ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା 13। ପରବର୍ତ୍ତୀ ରାଶି ଦେଖିବା ବୃଷ ରାଶି। ବୃଷ ରାଶିର ବ୍ୟକ୍ତିବିଶେଷ ମାନେ ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାର ସମ୍ଭାବନା ଅଛି। ଯେଉଁମାନେ ଯେକୌଣସି ପ୍ରକାରର ଆଇନଗତ ମକଦ୍ଦମାରେ ଜଡ଼ିତ ଅଛନ୍ତି ସେମାନଙ୍କୁ ନ୍ୟାୟ ମିଳିବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ହେବା ଉଚିତ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଗୋଲାପୀ ରଙ୍ଗ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 20। ପରବର୍ତ୍ତୀ ରାଶି ଦେଖିବା ମିଥୁନ ରାଶି। ମିଥୁନ ରାଶିର ବ୍ୟକ୍ତିବିଶେଷ ମାନେ ଆପଣ ଦିନଟି ଯେପରି ଆପଣଙ୍କ ଆଶା କରୁଛନ୍ତି ସେପରି କ୍ରମାଗତ ଭାବରେ ଚାଲିବ। ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଏକ ଶାରୀରିକ କାର୍ଯ୍ୟକଳାପ ପ୍ରବେଶ କରିବାର ସମ୍ଭାବନା ଅଛି। ଆପଣଙ୍କ ଜୀବନରେ ପ୍ରେମ ପଛରେ ପଡ଼ିବାର ସମ୍ଭାବନା ଅଛି। ଆପଣ ଶୀଘ୍ର ଏକ ସମ୍ପତ୍ତି କିଣିବା ପାଇଁ ବିଷୟରେ ବିଚାର କରିପାରନ୍ତି। ସମୟ ଶୁଭ ଭାଗ୍ୟ ଆଣିବ ଏବଂ ଆପଣ କିଛି ସମୟ ମଧ୍ୟରେ ଆର୍ଥିକ ଭାବରେ ବୃଦ୍ଧି ପାଇବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଉନ୍ନତି ଅନୁମାନ କରାଯାଇପାରିବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ହାଲକା ସବୁଜ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 23। ପରବର୍ତ୍ତୀ ରାଶି ଦେଖିବା କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତିବିଶେଷ ମାନେ ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଲାଭ କରିବେ ଏବଂ ଉତ୍ତମ କ୍ୟାରିୟର ବିକଳ୍ପ ପାଇବେ। କର୍ମଚାରୀମାନେ ଆଜି ସେମାନଙ୍କ କର୍ମକ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ସମ୍ମୁଖୀନ କରିପାରନ୍ତି। ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ଅବସ୍ଥା ସ୍ଥିର ରହିବ, କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ କିଛି ଋତୁକାଳୀନ ରୋଗ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ହେଉଛି ପିଚ୍ କଲର। ଆପଣଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 29। ପରବର୍ତ୍ତୀ ରାଶି ଦେଖିବା ସିଂହ ରାଶି। ସିଂହ ରାଶିର ବ୍ୟକ୍ତିବିଶେଷ ମାନେ ଆପଣଙ୍କ ପରିବାରର ଏକ ବନ୍ଧୁମାନଙ୍କ ସହିତ ବାହାରକୁ ଯିବା ପାଇଁ ଏହା ଏକ ଭଲ ଦିନ। ଆପଣ କିଛି ସ୍ମୃତିକୁ ମନେ ପକାଇବାକୁ ନିଜକୁ ବ୍ୟସ୍ତ ପାଇବେ। ଆପଣ ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ କରିବାର ସମ୍ଭାବନା ବହୁତ ଅଧିକ। ଆପଣ ଆଜି ଆନନ୍ଦ ଖୁସିର ଭାବନାରେ ଘେରି ରହିବେ ଏବଂ ଆପଣଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ରହିବ। ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆର୍ଥିକ ଦୃଷ୍ଟିରୁ ପରିସ୍ଥିତି ନିୟନ୍ତ୍ରଣରେ ରହିବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ନୀଳ ରଙ୍ଗ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 14। ପରବର୍ତ୍ତୀ ରାଶି ଦେଖିବା କନ୍ୟା ରାଶି। କନ୍ୟା ରାଶିର ବ୍ୟକ୍ତିବିଶେଷ ମାନେ ସଫଳତା ଆପଣଙ୍କର ଦ୍ୱାର ଦେଶରେ ଅଛି। ଆପଣଙ୍କୁ କେବଳ ସମାନ ସ୍ତରରେ କଠିନ ପରିଶ୍ରମ ଏବଂ ଦୃଢ଼ ନିଷ୍ପତ୍ତି ସହିତ ଆପଣଙ୍କ କାମ ଜାରି ରଖିବାକୁ ପଡ଼ିବ। ଆପଣଙ୍କ ପ୍ରେମ ଜୀବନରେ ଉନ୍ନତି ହେବାର ଆଶଙ୍କା କରାଯାଉଛି। ପରିବାର ଏବଂ ବନ୍ଧୁମାନଙ୍କ ସହିତ ବାହାରକୁ ବୁଲିବାକୁ ଯୋଜନା କରନ୍ତୁ ଏବଂ ଆପଣଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ନିଜକୁ ବିରତ କରନ୍ତୁ। ଆଜି କିଛି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ, କିନ୍ତୁ ଆର୍ଥିକ ଦୃଷ୍ଟିରୁ ଆପଣ ସୁରକ୍ଷିତ ଅନୁଭବ କରିବେ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଜିତ୍ କଲର। ଆପଣଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 21। ପରବର୍ତ୍ତୀ ରାଶି ଦେଖିବେ ତୁଳା ରାଶି। ତୁଳା ରାଶିର ବ୍ୟକ୍ତିବିଶେଷ ମାନେ ସମୟ ଆପଣଙ୍କ ସପକ୍ଷରେ ଅଛି ଏବଂ ଆପଣଙ୍କ ରାସ୍ତାରେ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକୁ ଗ୍ରହଣ କରିବା ପାଇଁ ଏହା ଏକ ଭଲ ସମୟ। ଆପଣ ଆପଣଙ୍କ ଜୀବନସାଥୀଙ୍କ ସହିତ କିଛି ଗୁଣାତ୍ମକ ସମୟ ବିତାଇବେ ଏବଂ ହୃଦୟସ୍ପର୍ଶୀ ଭାବନା ବାଣ୍ଟିବେ। ଆପଣଙ୍କ ପ୍ରବୃତ୍ତିକୁ ବିଶ୍ୱାସ କରିବା ଏବଂ ଆପଣ ଯାହା ଆନନ୍ଦଦାୟକ ମନେ କରନ୍ତି ତାହା କରିବା ପାଇଁ ଏହା ଏକ ଭଲ ସମୟ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ଜଣେ ନିକଟତମ ବନ୍ଧୁଙ୍କ ସମର୍ଥନ ମିଳିବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଆଉ ଗୋଟିଏ ଦିନ ଔଷଧ ଖାଇବାକୁ ପଡ଼ିପାରେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଚୂନ ରଙ୍ଗ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 1। ପରବର୍ତ୍ତୀ ରାଶି ଦେଖିବା ବିଛା ରାଶି। ବିଛା ରାଶିର ବ୍ୟକ୍ତିବିଶେଷ ମାନେ ଆପଣ କ୍ଳାନ୍ତ, ହତାଶ ଏବଂ ମାନସିକ ଭାବରେ ବିଚଳିତ ହେବା। ସ୍ୱାସ୍ଥ୍ୟ ଦୃଷ୍ଟିରୁ କୌଣସି ଉନ୍ନତିର ପୂର୍ବାନୁମାନ କରାଯାଇପାରିବ ନାହିଁ। ଆଜି ଆପଣଙ୍କୁ ଆପଣଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ କିଛି କଠିନ ନିଷ୍ପତ୍ତି ନେବାକୁ କୁହାଯାଇପାରେ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ପରିସ୍ଥିତି ସ୍ଥିର ରହିବ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ହେଉଛି ଧଳା ରଙ୍ଗ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 13। ପରବର୍ତ୍ତୀ ରାଶି ଦେଖିବା ଧନୁ ରାଶି। ଧନୁ ରାଶିର ବ୍ୟକ୍ତିବିଶେଷ ମାନେ ସେୟାର ବଜାରରେ କିମ୍ବା ବ୍ୟବସାୟ ବିସ୍ତାର କରିବା ପାଇଁ ଏହା ଏକ ଭଲ ସମୟ। ଦିନର ଆରମ୍ଭ ଚାପପୂର୍ଣ୍ଣ ହୋଇପାରେ, କିନ୍ତୁ ପରେ ଏହା ଫଳପ୍ରଦ ହେବ। ସମ୍ଭାବନା ଅଛି ଯେ ଆପଣଙ୍କର ଜୀବନସାଥୀଙ୍କ ସହିତ ଛୁଟିରେ ଯାଇପାରନ୍ତି। ଆପଣଙ୍କ ଟଙ୍କା ପ୍ରବାହ ବୃଦ୍ଧି କରିବା ପାଇଁ ନିବେଶ ସମ୍ବନ୍ଧରେ କିଛି ବଡ଼ ଆର୍ଥିକ ପରିବର୍ତ୍ତନ କରିବାକୁ ଆପଣଙ୍କୁ ପରାମର୍ଶ ଦିଆଯାଇଛି। ମାନସିକ ଭାବରେ ନିଜକୁ ଚାପ ଦେବାରୁ ବଞ୍ଚନ୍ତୁ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଲାଲ ରଙ୍ଗ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 3। ପରବର୍ତ୍ତୀ ରାଶି ଦେଖିବା ମକର ରାଶି। ମକର ରାଶିର ବ୍ୟକ୍ତିବିଶେଷ ମାନେ ଆପଣଙ୍କ ସହକର୍ମୀଙ୍କ ସହ ଆପଣଙ୍କର ସମ୍ପର୍କ ମଜବୁତ ହେବ। ଆପଣଙ୍କର କାର୍ଯ୍ୟଭାର ବୃଦ୍ଧି ପାଇବ, କିନ୍ତୁ ଆପଣ ଏହାକୁ ଭଲ ଭାବରେ ପରିଚାଳନା କରିବେ। ଆଜି ଆପଣ ଜଣେ ସହକର୍ମୀଙ୍କ ଠାରୁ କିଛି କଠୋର ଶବ୍ଦ ଶୁଣିବାର ସମ୍ଭାବନା ଅଛି, କିନ୍ତୁ ନିଜ ପକ୍ଷରେ ଠିଆ ହେବାକୁ ଏବଂ ଏହି ଲୋକମାନଙ୍କୁ ଆପଣଙ୍କୁ ହଇରାଣ ନ ଦେବାକୁ ପରାମର୍ଶ ଦିଆଯାଇଛି। ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ ଏବଂ ସେମାନଙ୍କୁ ଆପଣଙ୍କ ଲକ୍ଷ୍ୟରୁ ବିଚଳିତ କରିବାକୁ ଦିଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ଏବଂ ଧନ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି କଳା ରଙ୍ଗ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 4।
परवर्ती राशि देखिए कुंभ राशि व्यक्ति विशेष मैंने आपण आज एक नूतन प्रकल्प हाथ को नहीं पारंतु जहाँ आपको आर्थिक भाव में वृद्धि कर साहाय्य कर कष्ट गुड़िक खूब शीघ्र शेष हो आज आप एक पुराना बंधु सहित साक्षात हो पिला सहित अत्यधिक कठोर व्यवहार न करने चेष्टा करूँ अतीत में आपड़ कर प्रयास आपको प्रशंसा कर स्वास्थ्य दृष्टि परिस्थिति नियंत्रण रही आपण शुभ रंग हो टील कलर आपण शुभ संख्या हूँ 22। परवर्ती और शेष राशि देखिए मीन राशि व्यक्ति विशेष माने आज आप एक कर्तव्य पालन करेंगे और अनुग्रह फेराई पारे यह मानसिक आर्थिक कि आध्यात्मिक हो पारे आप आश्वस्त अनुभव करेंगे जे आप एपरी किसी करुँच जहाँ आपंकर ऋण परिशोध कर साहाय्य कर आप सामान्य स्वास्थ्य समस्या चिंतित होती तेणु जन डाक्तर सहित परामर्श करने परामर्श दि जाएगी। आज आप शुभ रंग हो सबुज रंग आप शुभ संख्या हूँ 14। तेरे आज राशिफल को ये रखुच्छे आम यूट्यूब चैनल को आप सब्सक्राइब करूँ और बेल आइकन को दबाई दिंतु सबुदिन राशिफल सर्वप्रथम वीडियो आप पाइबा। धन्यवाद।